କାହାରି ଚୁଗୁଲି କିମ୍ବା ପରଚର୍ଚ୍ଚା କରନ୍ତୁ ନାହିଁ। ବାକ୍ ସଂଯମ ପାଳନ କରିବା କଷ୍ଟକର ହେଲେ ବି ଯେତେ ଦୂର ସମ୍ଭବ ଚେଷ୍ଟା କରନ୍ତୁ। ଆବଶ୍ୟକ ନଥାଇ ଗୁଡ଼ାଏ ଗପିବା, କେହି ପଚାରିବା ପୂର୍ବରୁ ନିଜ ବିଷୟରେ ଆଗତୁରା ବଖାଣି ବସିବା, ଏହା ଶୁଣିବାକୁ କାହାକୁ ହୁଏତ ଖରାପ ଲାଗିପାରେ। ଛୋଟ ବଡ଼, ପିଲା ବୁଢ଼ା, ଆପଣଙ୍କ ବ୍ୟବହାର ଓ କଥାବାର୍ତ୍ତା ଯେପରି ପ୍ରତ୍ୟେକଙ୍କ ପାଇଁ ସ୍ପୃହଣୀୟ ହେଉଥିବ। ଯେ ନିଜର ସୁବିଧା ହାସଲ କରିବାକୁ ଯାଇ ଅନ୍ୟକୁ ବାରମ୍ବାର ହଇରାଣ କରିବା, ଅସମୟରେ କାହାରି ଘରକୁ ବୁଲିଯାଇ ତାଙ୍କର କାମ ଧନ୍ଦାରେ ବ୍ୟାଘାତ ସୃଷ୍ଟି କରିବା ଭଲ ନୁହେଁ। ସବୁବେଳେ ନିଜ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ପ୍ରକୃତରେ ଯେତେବେଳେ ସମ୍ପର୍କ ହୋଇଥାଏ, ଲୋକମାନେ କଥା ହେବା ପାଇଁ ଅନେକ ବାହାନା ଖୋଜନ୍ତି। ଆଉ ଯେତେବେଳେ ସମ୍ପର୍କ ପୁରୁଣା ହୋଇଯାଏ ନା, ଲୋକମାନେ ଦୂରେଇ ରହିବା ପାଇଁ ବାହାନା ଖୋଜନ୍ତି। ଉଠ ବନ୍ଧୁ, ସକାଳ ହେଲା। ରଙ୍ଗୀନ ରଙ୍ଗମଞ୍ଚ ଏଇ ଜୀବନରେ ଅଭିନୟ କରିବାର ଆଉ ଏକ ସୁଯୋଗ ମିଳିଲା। ଦୁଃଖ କି ସୁଖ ଦେବ, ଅଭିନୟ ସବୁ ଉପରବାଲା ଉପରେ ରହିଲା। ଯେ ମହାପୁରୁଷଙ୍କ କିଛି ଅମୃତ ବାଣୀ। ଶତ୍ରୁକୁ ମିତ୍ରରେ ପରିଣତ କରିବା ହେଉଛି ଅହିଂସାର ଏକ ଯାଦୁକାରୀ ଶକ୍ତି। ସାହସୀ ବ୍ୟକ୍ତି ହିଁ ଅହିଂସା ଆଚରଣ କରିବାକୁ ସକ୍ଷମ। ନିରୁପକ୍ଷରେ ତାହା ସମ୍ଭବ ନୁହେଁ। କ୍ରୋଧ ହେଉଛି ପାପର ମୂଳ। କ୍ରୋଧର ପରିଣାମ ସର୍ବଦା ଭୟଙ୍କର। କ୍ରୋଧହୀନ ମନୁଷ୍ୟ ଦେବତା ସଙ୍ଗେ ସମାନ। ମିଥ୍ୟା ଆତ୍ମାକୁ ଖାଇଯାଏ, ସତ୍ୟ ଆତ୍ମାକୁ ପୁଷ୍ଟ କରେ। ଅଧିକାଂଶ ସମୟରେ ଆମେ ଘୃଣା କରୁ, ତାକୁ ଅଧିକାଂଶ ସମୟରେ ଭୟ ମଧ୍ୟ କରୁ। ସାଧୁତା ଠାରୁ ବଳି ଆଉ ଧନ ନାହିଁ। ଦାତା ଯଦି ଦାନ କରି ନିଷ୍ଠୁର ବ୍ୟବହାର କରେ, ତେବେ ତାହାର ଦାନ ନିଷ୍ଫଳ ହୋଇଯାଏ। ଦୁଷ୍ଟ ବ୍ୟକ୍ତିର ଆଶା ବ୍ୟତୀତ ଅନ୍ୟ କୌଣସି ଔଷଧ ନାହିଁ। ଯେତେବେଳେ ଦୁଃଖ ଆସେ, ଏହା ଗୋଟି ଗୋଟିକିଆ ଗୁପ୍ତ ଭାବରେ ଆସେ ନାହିଁ, ମାତ୍ର ଏହା ରଣସଜ୍ଜରେ ଭୀଷଣ ଭାବରେ ମାଡ଼ି ଆସେ। ଯେ ଅନ୍ୟ ଉପରେ ବିପଦ ଆସିଲେ ମଣିଷ କୁହେ, ପାପ କରିଛି କେଜାଣେ, କିନ୍ତୁ ନିଜ ଉପରେ ବିପଦ ପଡ଼ିଲେ କୁହେ, ଭାଗ୍ୟର ଖେଳ। ଏହି ପାଟିରେ ଅରୁଆ, ଏହି ପାଟିରେ ଉଷୁନା। ନିଜ ଆଡ଼େ ଦୋଷ ଆସିଲେ ଅନ୍ୟ ଉପରକୁ ଦୋଷ ଠେଲିଦେବା ମଣିଷର ପୁରୁଣା ସ୍ୱଭାବ। ଆଡଭାଇସ୍ ଦେବା ଇଜି, କିନ୍ତୁ ପ୍ଲାନ୍ ବତେଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି, ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ। ଯେଉଁ ଝିଅ ବିବାହ ପରେ ଶାଶୁ ଘରେ ଚଳିପାରନ୍ତି ନାହିଁ, ସ୍ୱାମୀଙ୍କୁ ମାନନ୍ତି ନାହିଁ, ସେହିଭଳି ଝିଅ ବାହାଘରର ବୋହୂ ହେବା ଯୋଗ୍ୟ ନୁହନ୍ତି। ଜୟ ଶ୍ରୀ ଜଗନ୍ନାଥ।